କେନ୍ଦୁଝରରେ ଆରମ୍ଭ ହେଲା ପ୍ରସିଦ୍ଧ ମକର ମେଳା। କେନ୍ଦୁଝର ଜିଲ୍ଲାର ଅନ୍ୟ ଏକ ମୁଖ୍ୟ ପର୍ବ ହେଲା ମକର ପର୍ବ। ଏହି ମକର ପର୍ବକୁ ଖୁବ୍ ଧୁମଧାମରେ ପାଳନ କରିଥାନ୍ତି କେନ୍ଦୁଝରବାସୀ। ଗାଁରୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇ ଉଠିଥାଏ। ଛୋଟ ପିଲାମାନେ ନୂଆ ପୋଷାକ ପିନ୍ଧି ମକର ପର୍ବରେ ଖୁବ୍ ଖୁସି ମନରେ ଖେଳକୁଦରେ ଦିନ କାଟିଥାନ୍ତି। ନୂଆ ନୂଆ ଲାଗୁଥାଏ ପ୍ରତ୍ୟେକ ଗାଁ ଦାଣ୍ଡ। ଘରେ ଘରେ ଜମି ଯାଇଥାଏ ଭିନ୍ନ ଭିନ୍ନ ପିଠାର ଆସର। ବିଶେଷ କରି ଏହି ମକର ସଂକ୍ରାନ୍ତିରେ ପିଠାର ଚାହିଦା ଅଧିକ ରହିଥିବାରୁ ଘରେ ଘରେ ପିଠା ତିଆରି ହୋଇଥାଏ। କେନ୍ଦୁଝରର ମକର ପର୍ବର ସବୁଠାରୁ ଆକର୍ଷଣ ହୋଇଥାଏ ମକର ମେଳା। ଅନେକ ସ୍ଥାନରେ ମକର ମେଳା ହୋଇ ଲୋକମାନଙ୍କୁ ରୁଣ୍ଡୀଭୂତ କରି ଏକ ଭାବର ଆଦାନ ପ୍ରଦାନ ଦେଖିବାକୁ ମିଳିଥାଏ। ପ୍ରତ୍ୟେକ ଗ୍ରାମରୁ ଲୋକମାନେ ମକର ମେଳା ପଡ଼ିଆକୁ ଯାଇ ମକର ପର୍ବକୁ ଖୁବ୍ ମନଭରି ଉପଭୋଗ କରିଥାନ୍ତି। ସେମିତି ଏକ ମକର ମେଳାର ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ପଞ୍ଚାୟତର ଚକ ଗ୍ରାମର ରଘୁନାଥେଶ୍ୱର ମକର ଯାତ୍ରାରେ। ଏହି ରଘୁନାଥେଶ୍ୱର ମକର ଯାତ୍ରାରେ ବିଶେଷ ଆକର୍ଷଣ ଥିଲା ଟୁସୁ ପର୍ବ। ଅତୀତରେ ଏକ କୁଡୁମି ସମ୍ପ୍ରଦାୟର ଟୁସୁ ନାମ୍ନୀ ଏକ କନ୍ୟା ଉପରେ ଜଣେ ମୁସଲମାନଙ୍କ କୁନଜର ପଡ଼ିଥିଲା। ସେହି ଟୁସୁ ନାମ୍ନୀ ଝିଅ ପାଖରୁ ସାନ୍ନିଧ୍ୟ ଆଶା କରିବା ପାଇଁ ମୁସଲମାନ ଶତ ଚେଷ୍ଟା କରିଥିଲେ। କିନ୍ତୁ ହିନ୍ଦୁତ୍ୱ ନାରୀର ପରିଚୟ ନେଇ ସମାଜରେ ରହିଥିବା ଟୁସୁ ନାମ୍ନୀ ଝିଅ ସେଥିରେ ସହମତ ନଥିଲେ। ତଥାପି ମୁସଲମାନଙ୍କ କୋପଦୃଷ୍ଟି ଟୁସୁ ନାମ୍ନୀ ଝିଅ ପାଖରୁ ଯାଇ ନଥିଲା। ନିଜର ସତୀତ୍ୱ ବଜାୟ ରଖିବା ପାଇଁ ଜୀବନ ବରଂ ଦେଇଦେବି, କିନ୍ତୁ ମୁସଲମାନ ପାଖରେ ମୋ ସତୀତ୍ୱକୁ ନଷ୍ଟ କରିପାରିବି ନାହିଁ ବୋଲି ନଦୀରେ ଝାସ ଦେଇ ଜୀବନ ହାରି ଦେଇଥିଲେ। ନିଜର ସତୀତ୍ୱକୁ ଜୀବିତ ରଖିବା ପାଇଁ ଜଣେ ହିନ୍ଦୁ ନାରୀର ପରିଚୟ ବଜାୟ ରଖିବା ପାଇଁ ନିଜ ଜୀବନକୁ ଝାସ ଦେଇଥିବା ଜଣେ ନାରୀର ସତୀତ୍ୱକୁ ଜୀବିତ ରଖିବା ପାଇଁ ମକର ପର୍ବରେ ଟୁସୁ ପର୍ବ ପାଳନ କରିଥାନ୍ତି। କୁଡୁମି ସମ୍ପ୍ରଦାୟର ହୋଇଥିବା ଯୋଗୁଁ କୁଡୁମି ସମ୍ପ୍ରଦାୟର ଝିଅ ବୋହୂମାନେ ଖୁବ୍ ଉତ୍ସାହ ମଧ୍ୟରେ ଟୁସୁ ପର୍ବ ପାଳନ କରିଥାନ୍ତି। ଏହି ଟୁସୁ ପର୍ବରେ ଟୁସୁର ପ୍ରତିମୂର୍ତ୍ତି ନେଇ ଗାଁ ଗାଁରେ ବୁଲେଇବା ସହିତ ମକର ପର୍ବ ଦିନ ମହା ଆଡମ୍ବରରେ ଟୁସୁଙ୍କୁ ବିସର୍ଜନ ଦେଇଥାନ୍ତି। ଖୁବ୍ ଜାକଜକମରେ ପାଳିତ ହେଉଛି ଚକର ରଘୁନାଥେଶ୍ୱର ମକର ଯାତ୍ରା। ରଘୁନାଥେଶ୍ୱର ମକର ଯାତ୍ରା କମିଟି ଦ୍ୱାରା ଏହି ମକର ମେଳା ଅନୁଷ୍ଠିତ ହେଉଥିବା ବେଳେ କମିଟିର ମଣ୍ଟୁ ମହାନ୍ତ, ସନ୍ତୋଷ ମହାନ୍ତ, ଟଙ୍କଧର ମହାନ୍ତ, ଶିବା ମହାନ୍ତ, ଦୁର୍ଯ୍ୟ ମହାନ୍ତ, ହଲି ମହାନ୍ତ, ମୁରଲୀ ମହାନ୍ତ ଏବଂ ନାଥ ନାୟକ ସମ୍ପୂର୍ଣ୍ଣ ଆୟୋଜନର ମୁଖ୍ୟ ଭୂମିକା ଲିଭାଇଥିଲେ। ଏହି ମକର ମେଳାକୁ ଦେଖିବା ପାଇଁ ଆଖପାଖ ବ୍ୟତୀତ ବହୁ ଦୂରଦୂରାନ୍ତରରୁ ମେଳାପ୍ରେମୀ ଆସିଥିବାର ଦେଖିବାକୁ ମିଳିଥିଲା। ମକର ମେଳାରେ ଦୋକାନୀମାନେ ଆସି ବିଭିନ୍ନ ଦୋକାନ ଖୋଲିଥିବା ବେଳେ ଲୋକମାନଙ୍କ ମନପସନ୍ଦର ଜିନିଷ କିଣିବା ପାଇଁ ଗହଳି ଲାଗି ରହିଥିଲା। ଗହଳ ଚହଳ ମଧ୍ୟରେ ପୂରି ଉଠୁଥିଲା ମକର ମେଳା ପଡ଼ିଆ। ମକର ମେଳା ବୁଲିବା ସହିତ ଟୁସୁ ପର୍ବ ଉପଭୋଗ କରିବା ଦୃଶ୍ୟ ଖୁବ୍ ଆକର୍ଷଣୀୟ ହୋଇଥିବା ବେଳେ ଟୁସୁ ପର୍ବକୁ ମଧ୍ୟ ଏକ ଭିନ୍ନ ଏବଂ ନିଆରା ଢଙ୍ଗରେ ମକର ମେଳା କମିଟି ଆୟୋଜନ କରିଥିଲେ। ଏହି ମକର ମେଳାକୁ ଖୁବ୍ ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ କମିଟି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବେଳେ ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ମକର ମେଳା ଆୟୋଜନ ହୋଇଯାଇଛି। କେନ୍ଦୁଝର ସଦରରୁ କ୍ଷେତ୍ରବାସୀ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।